ହଁ ଆଜି ଆଉ ଖାଇବା ପିଇବା ବୋଧେ କିଛି କରିବନି ଯା ଜଣାଗଲାଣି। ଆଉ ଆଜି କିଛି ହବନି। ଆଉ ତ ସବୁ ଧୁଆ ପୋଛା ହେଇଛି। ହୁଁ ଆଉ ରୋଷେଇ କୋଉଥିରେ କରିବା? ଆଉ ରୋଷେଇ କରିବୁନି ଆଜି ଖାଲି ଏମିତି ଚିତା ଗୁରା ଖାଲି ପଡିବ ଆଉ ଆଜି ଆଉ ନା। ଜାଣିନୁ କି ମାଣବସା ବା ବୁଧବାର ଦିନ ଯାକ ରାତି ଯାକ କାମ। ହଁ ଆଜି ବାର ଆଜି ବୁଧବାର ହୁଁ ହଁ ମୁଁ ମନା କଲି କଣ କେତେଟା ବେଳେ ପୂଜା ହବ ସକାଳ 7ଟାରେ ପୂଜା ହବ। ଇଏ ଗଣ୍ଡା ଖାଇବାକୁ କରିକି ଦେଇଥିଲେ ରାତିରେ କଣ ଅସୁବିଧା ହେଇଥାନ୍ତା। ଠାକୁରଙ୍କ କାମ ସବୁ ସଇଲା। ହଁ ଆଣ ବଟାଇ ସବୁ ଚିତା ପଡିବ। ହୁଁ ସେଠୁ ଚିତା ପକା ଚାଲିଛି। ଚିତା ପକା ଚାଲିଛି। ହଁ ସରୁ ସରୁ ବୋଧେ 12ଟା ଗୋଟା ରାତି ହବ। ଆଚ୍ଛା ତାପରେ ତାପରେ ହୁଁ ଟିକେ ଏକର ସେକର ହେଇ ହୁଁ ରାତି 3ଟା ବାଜିବ। ହଁ 3ଟାରୁ ଲୁଗା ପଟା ଧରି ହୁଁ ଗାଧୁଆ ପାଖରେ ଗାଧେଇବୁ ଆଉ। 3ଟା ରାତିରୁ ଗାଧେଇ ପାଧୁଆ ଏଇ ଯୋଉ ଶୀତ କରୁଛି 3ଟା ରାତିରୁ ସକାଳ 7ଟାରେ ନହେଲେ ପୂଜା କରିବୁ। ଅଭିକା କିସି ତ ସକାଳ 7ଟାରେ ପୂଜା କରିବୁ 3ଟାରେ ଉଠୁନା ପ୍ରବଳ ଶୀତ। ରାତି 3ଟାରେ ଗାଧୁଆ ହବ 4ଟା ମାଣ ବସିବ। ମାଣ ବସିବ ହଁ କାଇଁ ସକାଳୁ ପୂଜା କଲେ କଣଟା ତୋର ଅସୁବିଧା ହବ? ତାର ନିୟମ ଅଛି ନା। ନିୟମ ଅଛି। ଆଚ୍ଛା ଆଚ୍ଛା ହଉ କୋଉମାନେ ମାଣ ସବୁ ଓଷା କରୁଛନ୍ତି ଟିକେ ପଚାରି ଦଉନୁ ପଚାରିଦେ। ଜୟ ଜଗନ୍ନାଥ ନମସ୍କାର। ଆଜ୍ଞା ଆଉ ଯୋଉମାନଙ୍କ ଘରେ ମାଣବସାଟିଏ ଅଛି ହୁଁ ଆପଣ ମାନେ ଜାଣିଥିବେ ହୁଁ କେତେଟା ରାତିରୁ ପୂଜା ହୁଏ ହୁଁ ଆଉ ତାଙ୍କର ନିୟମ ନିଷ୍ଠାପର କେମିତି ଅଛି। ହୁଁ ଆପଣ ମାନେ ଦୟାକରି ଛୋଟିଆ କମେଣ୍ଟ ମାଧ୍ୟମରେ କମେଣ୍ଟ କହିବେ। ମାଧ୍ୟମରେ ଲେଖିଦେବେ। ଆଉ ଆପଣ କେତେଟା ରାତିରେ ଉଠିକି ଠାକୁର ପୂଜା କରନ୍ତି ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣେଇବେ। ଆମ ବୋଉ ତ 3ଟା ରାତିରେ ଉଠିବ। ହଉ ଉଠୁ ସିଧା 3ଟା ରାତିରେ ମୁଁ ଯାଇ ଶୋଇବି। ହଉ ଯା।